ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନସ୍ଥ ଓଡ଼ିଶା ଛତିଶଗଡ଼ ସୀମାନ୍ତ ନୂଆମାଲପଡ଼ା ଗ୍ରାମଠାରେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ଏକ ବାଇକ୍ ଜବତ କରାଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କସେଇପାଣି ଗ୍ରାମର ହେମଲାଲ ହଂସ, ବୟସ 33 ବର୍ଷ ଓ ଜବତ ବାଇକ୍ ଗାଡ଼ି ନମ୍ବର 04DK0616। ପ୍ରାପ୍ତ ଖବର ଅନୁସାରେ ମଙ୍ଗଳବାର ନୂଆମାଲପଡ଼ାରୁ ଛତିଶଗଡ଼ ଯାତାୟତ ରାସ୍ତା କଡ଼ରେ କୌଣସି ଦୁର୍ଘଟଣାରୁ ଯୁବକ ଜଣକ ବାଇକ୍ ସହ ତଳେ ପଡ଼ି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସିନାପାଲି ପୋଲିସ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ତାର ତଦନ୍ତ ଆରମ୍ଭ କରିଥିଲା। ପରେ ଯୁବକ ଜଣକ କସେଇପାଣି ଗ୍ରାମର ହେମଲାଲ ହଂସ ବୋଲି ଜଣାପଡ଼ିଥିବା ବେଳେ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା। ସେଠୁ ପରିବାର ଲୋକେ ସିନାପାଲି ଥାନାରେ ପହଞ୍ଚି ଘଟଣା ବୁଝାସୁଝା କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ପ୍ରକାଶ ଯେ ଯୁବକ ଜଣକ 2 ଦିନ ତଳେ ଘରୁ ବାହାରିଥିବା ବେଳେ ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ ପ୍ରକାଶ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୋଲିସ ଏଏସ୍ଆଇ ପ୍ରଭାକର ନାୟକ ସमेତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଛି। सब एडिटर ऑल ओडिशारू जगन्नाथ सागर रिपोर्ट ओडिशा हाइलाइट समाचार। खबर दुनिया रे जोड़ी हेबा पाई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पाई।